ହନୁମାନଙ୍କ ଶକ୍ତି ବିଷୟରେ କାହାକୁ ବା ନ ଜଣା। ମହାବଳୀ ହନୁମାନ ତାଙ୍କର ଭକ୍ତି ଏବଂ ଶକ୍ତି ଯୋଗୁଁ ସାରା ବ୍ରହ୍ମାଣ୍ଡରେ ବିଖ୍ୟାତ। ତ୍ରେତୟା ଯୁଗରେ ପ୍ରଭୁ ରାମଙ୍କ ଦାସ ଭାବରେ ମହାବଳୀ ହନୁମାନ ଯେଉଁ ଅସାଧ୍ୟ କାର୍ଯ୍ୟ କରିଛନ୍ତି ତାହା ସମସ୍ତଙ୍କୁ ଜଣା। ବଡ଼ ବଡ଼ ଦାନବମାନଙ୍କ ବଧ କରିବା ଏବଂ ସମୁଦ୍ରରେ ବନ୍ଧ ବାନ୍ଧିବା କାର୍ଯ୍ୟ ସେ କ୍ଷଣକରେ କରିପାରନ୍ତି। ହେଲେ ଏପରି କ'ଣ ହୋଇଥିଲା ଯେ ହନୁମାନଙ୍କୁ ବନ୍ଦୀ ହୋଇ ଶ୍ରୀକ୍ଷେତ୍ର ପୁରୀରେ ସମୁଦ୍ର କୂଳରେ ରହିବାକୁ ପଡ଼ିଲା? ପୁଣି ମହାବଳୀ ହନୁମାନ, ଯାହାଙ୍କୁ ଏତେ କ୍ରୂର ଶକ୍ତିଶାଳୀ ରାବଣ ଲଙ୍କାରେ ବାନ୍ଧି ପାରିନଥିଲା, ତାଙ୍କୁ ବା କିଏ ବନ୍ଦୀ ବନାଇ ଏଠାରେ ରଖିପାରିଲା? ହନୁମାନ ଏପରି କ'ଣ ଭୁଲ କରିଥିଲେ ଯେଉଁଥିପାଇଁ ଆଜି ମଧ୍ୟ ସେ ପ୍ରତ୍ୟକ୍ଷ ରୂପରେ ପୁରୀରେ ଶଙ୍ଖୁଳିରେ ବନ୍ଧା ହୋଇ ରହିଛନ୍ତି? ତେବେ ଦର୍ଶକ ବନ୍ଧୁ, ଆସନ୍ତୁ ଏହି ଭିଡ଼ିଓ ମାଧ୍ୟମରେ ଜାଣିବା ପୌରାଣିକ କଥା ଅନୁସାରେ କ'ଣ ରହିଛି ବେଡ଼ିପକା ହନୁମାନଙ୍କର କାହାଣୀ। ନମସ୍କାର, ମୁଁ ସୋନାଲି ସ୍ୱାଗତ କରୁଛି ଆପଣଙ୍କୁ ଆମ ଦେବଦର୍ଶନ ଓଡ଼ିଆ ୟୁଟ୍ୟୁବ୍ ଚ୍ୟାନେଲକୁ। ବିଶ୍ୱାସ ରହିଛି ଶ୍ରୀକ୍ଷେତ୍ର ପୁରୀରେ କେବଳ ଭଗବାନ ନୁହେଁ, କୃଷ୍ଣଙ୍କର ହୃଦୟ ଦ୍ୱାପର ଯୁଗରୁ ଜଗନ୍ନାଥଙ୍କ ରୂପରେ ରହିଅଛି। ଭଗବାନ ଜଗନ୍ନାଥ ସାକ୍ଷାତ ଦାରୁବ୍ରହ୍ମ ରୂପରେ ଏଠାରେ ବିରାଜିଛନ୍ତି। ଯେତେବେଳେ ଭଗବାନ ନିଜେ ଶ୍ରୀକ୍ଷେତ୍ର ଧାମର ଚୟନ କରିଥିଲେ ନିଜର ବାସସ୍ଥଳ ଭାବରେ, ସେ ମହୋଦଧି କୂଳକୁ ହିଁ ବାଛିଥିଲେ। ଭଗବାନଙ୍କ ମନ୍ଦିର ସମୁଦ୍ର କୂଳରେ ହୋଇଥିବାରୁ ସ୍ୱୟଂ ସମୁଦ୍ରଦେବ ପ୍ରତିଦିନ ଭଗବାନଙ୍କ ଚରଣ ପଖାଳିବା ପାଇଁ ଢେଉ ରୂପରେ ପହଞ୍ଚୁଥିଲେ। ପ୍ରଥମେ ପ୍ରଥମେ ଏହା ଏକ ଦିବ୍ୟ ଅନୁଭବ ପରି ଶ୍ରୀକ୍ଷେତ୍ରବାସୀଙ୍କୁ ଲାଗୁଥିଲା, କିନ୍ତୁ ସମୟକ୍ରମେ ସମୁଦ୍ରର ଢେଉର ପ୍ରଖରତା ବଢ଼ିବାକୁ ଲାଗିଥିଲା। ସମୁଦ୍ରଦେବଙ୍କ ଭଗବାନଙ୍କ ପ୍ରତି ପ୍ରେମ ବଢ଼ିବା ଦେଖି ପୁରୀ ବାସିନ୍ଦା ଡରିବାକୁ ଲାଗିଲେ। ସମୁଦ୍ର ଲହରୀ ଧୀରେ ଧୀରେ ମନ୍ଦିର ମଧ୍ୟକୁ ପ୍ରବେଶ କରିବାକୁ ଲାଗିଥିଲା। ଧୀରେ ଧୀରେ ସମୁଦ୍ରଦେବ ପୁରୀ ନଗରକୁ ଜଳମଗ୍ନ କରିଦେଉଥିଲେ। ଭଗବାନଙ୍କ ଭକ୍ତଙ୍କୁ ଏହା ଯୋଗୁଁ ଅନେକ ଅସୁବିଧାର ସାମ୍ନା କରିବାକୁ ପଡ଼ୁଥିଲା। ଭକ୍ତମାନେ ଭଗବାନଙ୍କୁ ଗୁହାରି କରିବାକୁ ଲାଗିଲେ, ହେ ପ୍ରଭୁ, ସମୁଦ୍ରଦେବଙ୍କୁ ରୋକନ୍ତୁ, ନଚେତ୍ ଆମେ ଏଠାରେ କିପରି ରହିବୁ? ଆଉ ଆପଣଙ୍କ ଦର୍ଶନ ଆମେ କିପରି ପାଇବୁ? ଭଗବାନ ଜଗନ୍ନାଥ ମନ୍ଦିରରେ ରହି ଏହି ଦୃଶ୍ୟ ଦେଖିଥିଲେ ଏବଂ ଏହାର ଉଚିତ ବ୍ୟବସ୍ଥା କରିବା ପାଇଁ ସେ ଜଣେ ଏପରି ଦିବ୍ୟ ପହରାଦାରଙ୍କ ଖୋଜ କରୁଥିଲେ, ଯାହାଙ୍କ ଶକ୍ତି ଆଗରେ ସମୁଦ୍ରଦେବ ହାର ମାନିବେ ଏବଂ ସେ ନିଶ୍ଚଳ ମନରେ ତାଙ୍କର ଆଦେଶର ପାଳନ କରିପାରିବେ। ପ୍ରଭୁ ଜଗନ୍ନାଥ ଏହି କାର୍ଯ୍ୟ କରିବା ପାଇଁ ସବୁଠାରୁ ଶକ୍ତିଶାଳୀ ଯୋଦ୍ଧା ପବନପୁତ୍ରଙ୍କୁ ଚୟନ କରିଥିଲେ। ହନୁମାନଙ୍କୁ ଡାକି ପ୍ରଭୁ କହିଲେ, ହନୁମାନ, ତୁମେ ସମୁଦ୍ର କୂଳରେ ପହରା ଦିଅ। ଯେ ପର୍ଯ୍ୟନ୍ତ ତୁମେ ସମୁଦ୍ର କୂଳରେ ରହିବ, ସମୁଦ୍ରଦେବ ତାଙ୍କର କୂଳ ଲଙ୍ଘି ପାରିବେ ନାହିଁ। ହନୁମାନ ଏହା ଶୁଣି ଅତି ଖୁସିର ସହ ସମୁଦ୍ର କୂଳରେ ଦିନରାତି ପହରା ଦେଉଥିଲେ। ହନୁମାନଙ୍କ ଉପସ୍ଥିତି ଦେଖି ସମୁଦ୍ରଦେବ ମଧ୍ୟ ଶାନ୍ତ ହୋଇ ରହୁଥିଲେ। ଏପରି ଅନେକ ଦିନ କଟିବା ପରେ ଥରେ ପାଖ ଗାଁରେ ପ୍ରଭୁ ରାମଙ୍କ ନାମ ଜପ ହେଉଥିଲା। ହନୁମାନଙ୍କୁ ସମୁଦ୍ରରେ ପହରା ଦେବା ସମୟରେ ତାଙ୍କୁ ପ୍ରଭୁ ରାମ ନାମ ଧ୍ୱନି ଶୁଣାଯାଉଥିଲା। ହନୁମାନ ରାମନାମ ଶୁଣି ପ୍ରଭୁଙ୍କ ନାମ ଜପରେ ମଗ୍ନ ହୋଇ ଯେପରି ଟାଣି ହୋଇ ସମୁଦ୍ର କୂଳରୁ ସେହି ସ୍ଥଳରେ ଯାଇ ପହଞ୍ଚିଗଲେ। ସେଠାରେ ହନୁମାନ ରାମନାମ ଜପ କରି ମଗ୍ନ ହୋଇ ତାଙ୍କର କର୍ତ୍ତବ୍ୟକୁ ଭୁଲି ଯାଇଥିଲେ। ସମୁଦ୍ର କୂଳରେ ହନୁମାନଙ୍କ ଅନୁପସ୍ଥିତିର ଫାଇଦା ନେଇ ସମୁଦ୍ରଦେବ କୂଳ ଲଙ୍ଘି ପୁରା ପୁରୀ ନଗରକୁ ଜଳମଗ୍ନ କରିଦେଇଥିଲେ। ଭଗବାନ ଜଗନ୍ନାଥ ଏହି ଦୃଶ୍ୟ ଦେଖି ଭାବିଲେ, ହନୁମାନଙ୍କ ପାଇଁ ଭକ୍ତି ଏବଂ କର୍ତ୍ତବ୍ୟ ଭିତରେ ସନ୍ତୁଳନ କରାଇବା ନିହାତି ଆବଶ୍ୟକ। ଭଗବାନ ସମୁଦ୍ର କୂଳରେ ପହଞ୍ଚିଲେ ଏବଂ ସେଠାରେ ଦେଖିଲେ ହନୁମାନ ରାମନାମ ଜପ ସଭାରୁ ଫେରୁଥିଲେ। ହନୁମାନ ଭଗବାନଙ୍କୁ ମନ୍ଦିର ଛାଡ଼ି ଆସିବାର ଦୃଶ୍ୟ ଦେଖି ତାଙ୍କ ଭୁଲକୁ ବୁଝିପାରିଲେ। ସେ ଭଗବାନଙ୍କୁ ଗୁହାରି କରି କହିଲେ, ପ୍ରଭୁ, ମୋର ଭୁଲ ହୋଇଗଲା। ମୁଁ ମୋର କର୍ତ୍ତବ୍ୟକୁ ଭୁଲିଗଲି, ମୋତେ ଦଣ୍ଡ ଦିଅନ୍ତୁ। ହେଲେ ଭଗବାନ ହନୁମାନଙ୍କ ହାତ ଧରି କହିଲେ, ଆଜିଠାରୁ ମୁଁ ମୋର ପ୍ରିୟ ଭକ୍ତଙ୍କୁ ତାର କର୍ତ୍ତବ୍ୟର ବେଢ଼ିରେ ଏଠାରେ ବାନ୍ଧୁଅଛି, ଯାହା ତୁମକୁ ତୁମର କର୍ତ୍ତବ୍ୟ କରିବାରେ ଆଗକୁ ସାହାଯ୍ୟ କରିବ, ଯାହାଫଳରେ ମୋର ପ୍ରିୟର ନଗର ଏବଂ ନଗରବାସୀ ସୁରକ୍ଷିତ ରହିପାରିବେ। ଏହା କହି ଭଗବାନ ହନୁମାନଙ୍କୁ ଏକ ସୁନା ଶଙ୍ଖୁଳିରେ ବାନ୍ଧି ଦେଇଥିଲେ। ସେହିଦିନଠାରୁ ହନୁମାନ ସେଠାରେ ବେଡ଼ି ହନୁମାନଙ୍କ ନାମରେ ରହି ସମୁଦ୍ରକୁ ନିୟନ୍ତ୍ରଣରେ ରଖିବା ସହ ସମଗ୍ର ପୁରୀ ନଗରକୁ ଆଜି ପର୍ଯ୍ୟନ୍ତ ରକ୍ଷା କରି ଆସୁଛନ୍ତି। ଦର୍ଶକ ବନ୍ଧୁ, ଏହା ଥିଲା ପୁରୀର ସମୁଦ୍ର ତଟରେ ରହିଥିବା ବେଡ଼ି ହନୁମାନଙ୍କ କାହାଣୀ। ଆଶା କରୁଛି ଭିଡ଼ିଓଟି ଆପଣଙ୍କୁ ପସନ୍ଦ ଆସିଥିବ। ପସନ୍ଦ ଆସିଥିଲେ ଭିଡ଼ିଓଟିକୁ ଲାଇକ୍ କରି
ଆମ ଦେବଦର୍ଶନ ଓଡ଼ିଆ ୟୁଟ୍ୟୁବ୍ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବାକୁ ଅନୁରୋଧ। ଧନ୍ୟବାଦ।